ସୋ ବିଶ୍ୱାସ କହିଲେ ଆପଣ କ'ଣ ବୁଝନ୍ତି? ଆଉ ଏ ବିଶ୍ୱାସ କେଉଁଠାରୁ ଜାତ? ଆଉ ବିଶ୍ୱାସରୁ କ'ଣ ଜାତ? ବିଶ୍ୱାସକୁ ସାଧାରଣ ଅର୍ଥରେ ଆପଣ କିପରି ବୁଝୁଅଛନ୍ତି? ମୁଁ ସଂକ୍ଷିପ୍ତ ଭାବେ ଆପଣମାନଙ୍କ ସମ୍ମୁଖରେ ବିଶ୍ୱାସ ସମ୍ବନ୍ଧୀୟ କେତୋଟି ସତ୍ୟତା ଈଶ୍ୱରଙ୍କର ବାକ୍ୟରୁ ଆମେ ଯଦି ପ୍ରଭୁଙ୍କର ବାକ୍ୟକୁ ଆପଣମାନଙ୍କୁ ଶ୍ରବଣ କରୁ ବା ଶୁଣିଥାଉ, ତେବେ ଶୁଣିକି ଆମେ ବିଶ୍ୱାସ କରିଥାଉ। ଏହି ସତ୍ୟତା ଆମେ ଜାଣିବାର ଅଛି। ତାପରେ ଆମେ ଜାଣୁ ଯେ ଈଶ୍ୱରଙ୍କର ସତ୍ୟ ବାକ୍ୟ ଅର୍ଥାତ୍ ପରିତ୍ରାଣର ସୁସମାଚାର ଶୁଣି ଆମେ ପ୍ରଭୁଙ୍କୁ ବିଶ୍ୱାସ କରିଅଛୁ ଆଉ ଗ୍ରହଣ କରିଅଛୁ, ପରିତ୍ରାଣ ପାଇଅଛୁ। ତେଣୁ ଶୁଣିବା ଦ୍ୱାରା ହିଁ ବିଶ୍ୱାସ ଜାତ ଅଟେ। ଆଉ ବିଶ୍ୱାସୀମାନଙ୍କୁ ମଧ୍ୟ ପ୍ରଭୁଙ୍କର ବାକ୍ୟରେ କୁହାଯାଏ 2 Corinthians 13:5 ଯେ ତୁମମାନେ ବିଶ୍ୱାସରେ ଅଛ କି ନାହିଁ ତୁମେ ପରୀକ୍ଷା କରି ଦେଖ। ହଁ ପ୍ରିୟମାନେ, ବିଶ୍ୱାସରେ ଆମେ କେତେ ପରିମାଣରେ ବର୍ତ୍ତମାନ ପରିସ୍ଥିତି ଅବସ୍ଥାରେ ଆମେ ଅଛୁ, ଆମେ ନିଜକୁ ପରୀକ୍ଷା କରିବା, ନିଜକୁ ପରଖିବା, ଯଦ୍ୱାରା କି ଆମେ ଜାଣିପାରିବା ଯେ ଆମମାନଙ୍କର ବିଶ୍ୱାସ କେତେ ପରିମାଣରେ ପ୍ରଭୁଙ୍କ ଠାରେ ଅଛି। ଆଉ ଆମମାନଙ୍କୁ ପ୍ରଭୁ ସେହି ବିଶ୍ୱାସ କରିବା ଦ୍ୱାରା ଧାର୍ମିକ ଗଣିତ କରିଅଛନ୍ତି। ରୋମିଓ 5:1 ଆମେ ଦେଖୁ ଯେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୋଇଅଛ ବୋଲି ରୋମିଓ 5:1 ଆମେ ଦେଖୁ। ଆଉ ଆମେ ଜାଣୁ ଯେ ବିଶ୍ୱାସର ଅର୍ଥ ଏବ୍ରୀ 11:1 ଲେଖାଯାଏ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ। ଆଉ ବିଶ୍ୱାସ ବିନା ଆମେ ପ୍ରଭୁଙ୍କର ସନ୍ତୋଷ ପାତ୍ର ହେବା ଅସମ୍ଭବ। ତେଣୁ ଏବ୍ରୀ 11:6 ଲେଖାଯାଏ ବିଶ୍ୱାସ ବିନା ପ୍ରଭୁଙ୍କର ସନ୍ତୋଷ ପାତ୍ର ହେବା ଅସମ୍ଭବ ବୋଲି। ଆଉ ବିଶ୍ୱାସ କରୁଥିବା ସମସ୍ତଙ୍କ ପକ୍ଷରେ ସେ ମହାପୁରସ୍କାର ଦାତା ବୋଲି ଲେଖାଯାଏ। ଆଉ ବିଶ୍ୱାସ ଯାହାକି ଏଭଳି ଏକ ଅସ୍ତ୍ର ବିଶ୍ୱାସୀମାନଙ୍କର, ଯାହାକି ସେମାନଙ୍କୁ ବିଶ୍ୱାସର ଯୋଦ୍ଧା ବୋଲି କୁହାଯାଏ। କାରଣ ସେମାନେ ବିଶ୍ୱାସରେ ଅଧିକରୁ ଅଧିକ ସେମାନଙ୍କର ଆତ୍ମିକ ଜୀବନରେ ପ୍ରଭୁଙ୍କର ନିକଟତର ହୋଇ ବୃଦ୍ଧି ପାଇଥାନ୍ତି। ଏବ୍ରୀ 11 ଅଧ୍ୟାୟରେ ଅନେକ ବିଶ୍ୱାସର ଯୋଦ୍ଧାମାନଙ୍କ ବିଷୟରେ ଲେଖାଯାଏ। ସେମାନଙ୍କର ବିଶ୍ୱାସ ବଳରେ କେମିତି ପ୍ରଭୁଙ୍କର ନିକଟତର ହୋଇଥିଲେ, ଆଜ୍ଞା ପାଳନ କରିଥିଲେ, ପ୍ରଭୁଙ୍କର ଇଚ୍ଛା ପୂରଣ କରିଥିଲେ, ପ୍ରଭୁଙ୍କୁ ଗୌରବ ଦେଇଥିଲେ। ସେହି ବିଷୟ ଆମେ ବିଭିନ୍ନ ବିଶ୍ୱାସର ଯୋଦ୍ଧାମାନଙ୍କ ଠାରୁ ଦେଖିବା ପାଇଁ ପାଉ। ସେମାନଙ୍କ ମଧ୍ୟରୁ ଆମେ ଦେଖୁ ଯେ ଅବ୍ରାହମଙ୍କ ବିଷୟରେ। ଅବ୍ରାହମ ବିଶ୍ୱାସ ଦ୍ୱାରା ସେ ପ୍ରଭୁଙ୍କଠାରେ ଏଭଳି ବିଶ୍ୱାସ କଲେ ଯେ ପ୍ରଭୁ ତାଙ୍କର ଆହ୍ୱାନ ଯାହା କରିଥିଲେ, ପ୍ରଭୁଙ୍କର ଆହ୍ୱାନ ପ୍ରାପ୍ତ ହୋଇ ନ ଦେଖିବା ଜାଗାରେ ବି ସେ ବାହାରି ପଡ଼ିଲେ। ବିଶ୍ୱାସ ଦ୍ୱାରା ସେ ପରୀକ୍ଷିତ ହେଲେ ଆପଣ ଏକମାତ୍ର ପୁତ୍ରଙ୍କୁ ଉତ୍ସର୍ଗ କରିବା ନିମନ୍ତେ। ସେ ବିଷୟ ଆମେ ଦେଖୁ। ଆଉ ବିଶ୍ୱାସ ଦ୍ୱାରା ସେ ଧାର୍ମିକ ଗଣିତ ହେଲେ ବୋଲି ଆମେ ଆଦିପୁସ୍ତକ 15:6 ଆମେ ଦେଖୁ। ଆଉ ପ୍ରଭୁ ତାଙ୍କୁ ଧାର୍ମିକ ବୋଲି ଗଣିତ କଲେ। ତା ସହିତ ଆମେ ଦେଖୁ ଯେ ଅବ୍ରାହମଙ୍କର ଜୀବନରେ ଏଭଳି ବିଶ୍ୱାସ ଥିଲା ଯେ ସେ ପରୀକ୍ଷିତ ହେଲେ, କିନ୍ତୁ ତାଙ୍କର ବିଶ୍ୱାସ ଥିଲା ଯେ ଈଶ୍ୱର ଯେ ସମର୍ଥ ଅଟନ୍ତି ମୃତମାନଙ୍କ ମଧ୍ୟରୁ ମଧ୍ୟ ଉତ୍ଥାପନ କରି ସେ ନିଜ ପୁତ୍ରକୁ ଦେବେ ବୋଲି। ତେଣୁକରି ଇସାକକୁ ସେ ବଳି ଦେବା ନିମନ୍ତେ ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ ସହିତ ସେ ଆଜ୍ଞାବହ ହେଲେ। ଆମେ ଯଦି ପ୍ରଭୁଙ୍କର ବାକ୍ୟରେ ଆହୁରି ଦେଖୁ ବିଶ୍ୱାସ ସମ୍ବନ୍ଧୀୟ ବିଷୟ, ତାହେଲେ ରୋମିଓ 12:3 ଲେଖାଯାଏ ଯେ ପ୍ରଭୁ ଆମମାନଙ୍କର ଆବଶ୍ୟକତା ମୁତାବକ ଆମମାନଙ୍କର ଆବଶ୍ୟକ ପରିମାଣ ଅନୁସାରେ ସେ ବିଶ୍ୱାସକୁ ବିତରଣ କରିଅଛନ୍ତି ବୋଲି। ତେଣୁକରି ଆମମାନେ ପ୍ରଭୁଙ୍କଠାରେ ଆମମାନେ ବିଶ୍ୱାସ କରିବାର ଅଛି। ଆମେ ଦେଖୁ ଯେ ଆମମାନଙ୍କର ବିଶ୍ୱାସ ଦେଖି ଅନ୍ୟମାନେ ମଧ୍ୟ ଉଦ୍ଧାର ପ୍ରାପ୍ତ, ଅନ୍ୟମାନେ ମଧ୍ୟ ପ୍ରଭୁଙ୍କର ନିକଟତର ହେବେ। ଏଭଳି ଏକ ଘଟଣା ଆମେ ଲୁକ 5:20 ଯଦି ଦେଖିବା, ଯେତେବେଳେ ସେ ପକ୍ଷାଘାତ ରୋଗୀକୁ ପ୍ରଭୁଙ୍କର ସମ୍ମୁଖରେ ସେହି ଲୋକମାନେ ଛାତ ଆଡ଼ୁ ସମ୍ମୁଖରେ ରଖିଲେ, ସେତେବେଳେ ସେହି ଲୋକମାନଙ୍କର ବିଶ୍ୱାସ ଦେଖି ସେ ରୋଗୀଙ୍କୁ କହିଲେ ତୁମର ପାପ କ୍ଷମା କରାଗଲା ବୋଲି। ବିଶ୍ୱାସ ଏକ ଏଭଳି ମୂଲ୍ୟବାନ ବିଷୟ ଆମମାନଙ୍କ ଜୀବନରେ। ବିନା ବିଶ୍ୱାସରେ ଆମେ ଯଦି ପ୍ରାର୍ଥନା କରିବା ଆମେ କିଛି ପାଇବା ନାହିଁ। ତେଣୁ ମାଥ୍ୟୁ 21:22 ଲେଖାଯାଏ ଯେ
ତୁମେ ଯଦି ବିଶ୍ୱାସ ସହିତ ଯାହା କିଛି ବି ଇଚ୍ଛା କରି ମାଗିବ ପ୍ରଭୁ ତାହା ଯୋଗାଇବେ ବା ପ୍ରଭୁ ତାହା ଦେବେ। ତେଣୁକରି ଆମେ ବିଶ୍ୱାସ ସହ ପ୍ରାର୍ଥନା କରିବାକୁ ହେବ। ତା ସହିତ ଆମେ ପ୍ରଭୁଙ୍କର ବାକ୍ୟରେ ଯଦି ଆମେ ଦେଖିବା ମାଥ୍ୟୁ 14:31 ସେଠି ଲେଖାଯାଏ ଯେ ହେ ଅଳ୍ପ ବିଶ୍ୱାସୀ ତୁମେ କାହିଁକି ସନ୍ଦେହ କଲ ବୋଲି ପିତରଙ୍କୁ ପ୍ରଭୁ କହିବେ। ପିତର ବିଶ୍ୱାସ ସହିତ ପାଣି ଉପରେ ଚାଲୁଥିଲେ, କିନ୍ତୁ ଯେତେବେଳେ ତାଙ୍କର ଲକ୍ଷ୍ୟ ଭ୍ରଷ୍ଟ ହୋଇଗଲା, ଧ୍ୟାନ ସେଇ ଜୁଆର ପାଣି ସେଇ ସମୁଦ୍ର ଆଡ଼େ ଗଲା, ପ୍ରଭୁଙ୍କ ଠାରୁ ତାଙ୍କର ଦୃଷ୍ଟି ଆଉ ଅଲଗା ହୋଇଗଲା, ତାପରେ ସେ ବୁଡ଼ିବା ପାଇଁ ଲାଗିଲେ। ତେଣୁ ପ୍ରଭୁ ତାଙ୍କୁ କହୁଛନ୍ତି ହେ ଅଳ୍ପ ବିଶ୍ୱାସୀ ବୋଲି। ହଁ ପ୍ରିୟମାନେ, ପ୍ରଭୁଙ୍କର ସାନ୍ନିଧ୍ୟରେ ପ୍ରଭୁଙ୍କର ଦୃଷ୍ଟିକୋଣରେ ଆମମାନଙ୍କର ବିଶ୍ୱାସ ଅଳ୍ପ। ଆଉ ବେଳେବେଳେ ପ୍ରଭୁ ତାଙ୍କର ଦୃଷ୍ଟିରେ ସେ ଏମିତି ବି କହିଥାନ୍ତି ଏତେ ବଡ଼ ବିଶ୍ୱାସ ମୁଁ ଇସ୍ରାଏଲମାନଙ୍କ ମଧ୍ୟରେ କେବେ ଦେଖି ନାହିଁ ବୋଲି ମାଥ୍ୟୁ 8:10 ଦେଖୁ। ତା ସହିତ ସମସ୍ତ ବିଷୟ ବିଶ୍ୱାସ ଦ୍ୱାରା ସମ୍ଭବ ବୋଲି ମାର୍କ 9:27 ଲେଖାଯାଏ ଯେ ସବୁ ବିଷୟ ବିଶ୍ୱାସ ଆଉ ବିଶ୍ୱାସୀ ପକ୍ଷରେ ସମସ୍ତ ହିଁ ସମ୍ଭବ ବୋଲି। ଆହୁରି ମଧ୍ୟ ଆମେ ବିଶ୍ୱାସୀମାନେ ଧାର୍ମିକ ଗଣିତ ହୋଇଛୁ ବିଶ୍ୱାସ ଦ୍ୱାରା, ତେବେ ଆମେ ବିଶ୍ୱାସ ଦ୍ୱାରା ହିଁ ବଞ୍ଚିବା। ପ୍ରଭୁଙ୍କର ବାକ୍ୟରେ ଲେଖାଯାଏ ଯେ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ ବୋଲି। ତା ସହିତ ଆମମାନଙ୍କର ବିଶ୍ୱାସର ନେତା ହେଉଛନ୍ତି ସ୍ୱୟଂ ପ୍ରଭୁ ଯୀଶୁଖ୍ରୀଷ୍ଟ। ତେଣୁକରି ବାକ୍ୟରେ ଲେଖାଯାଏ ଆମମାନଙ୍କର ବିଶ୍ୱାସର ନେତା ସିଦ୍ଧ ପୁରୁଷ ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହ ବିଶ୍ୱାସରେ ଆଗକୁ ବଢ଼ିବା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବା ଆଉ ଆଗକୁ ବୃଦ୍ଧିପ୍ରାପ୍ତ ହେବା। ପ୍ରଭୁ ଆମ ସମସ୍ତଙ୍କୁ ବିଶ୍ୱାସରେ ବୃଦ୍ଧି ପ୍ରାପ୍ତ ହୋଇ ତାଙ୍କୁ ଗୌରବ ଦେବା ନିମନ୍ତେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଯଦି ନୂତନ ଭାବେ ମୋର ଚ୍ୟାନେଲରେ ତାହେଲେ ଆପଣ ସବସ୍କ୍ରାଇବ୍ କରନ୍ତୁ। ଯଦି ଭଲ ଲାଗିଲା ଅଳ୍ପ ସମୟ ମଧ୍ୟରେ ସଂକ୍ଷିପ୍ତ ଭାବେ ବିଶ୍ୱାସ ସମ୍ବନ୍ଧୀୟ ଜ୍ଞାନ ଗୁଡ଼ାକ ଆଉ ଯଦି ଭଲ